बंधुगण आमे 31 तारीख शुक्रवार विषय जो दैनिक राशिफल को नहीं आलोचना करुचे से कथा पुणी आज आलोचना करवा। शुक्रवार 31 तारीख शुक्रवार दैनिक राशिफल विषय आलोचना करवा। आज सूर्यास्त 5:12 पर सूर्यास्त आउ अशुभ समय 10टारू 12:30 सकाल 10टारू 12:30 अशुभ समय। तेणु मानसिक प्रस्तुत होई आमे आम काम करवा। आज बिछा धनु मकर राशि घातवार बिछा धनु मकर राशि घातवार आउ सिंह राशि घात चंद्र ये गला साधारण कथा। आम मानसिक प्रस्तुत हवा जे यही राशि माने बिछा धनु मकर आउ सिंह यही राशि माने टिके ईश्वर शरणापन्न हेबे। हुए तो केतेबेले किछि घात प्रतिघात आसपे। आज आलोचना पूर्व गोटे कथा हम कहीदे जे जदि आम जन्म जातक द्वितीयाधिपति द्वितीय घरे बा दशम घरे थिबे। द्वितीयाधिपति माने द्वितीय घर मालिक जदि द्वितीय बा दशम थिबे तेबे मु जेउ दिन जेउ राशि पई कहूछि जे आज धन प्रबल आसीबो ताहले मो कहिबा कथा शतकड़ा 80 भाग ठीक हो। जदि जातक ये जोग न थाए माने द्वितीय घरे थांती अष्टमाधिपति बा द्वितीयाधिपति अष्टम थांती कि द्वादश थांती कि तृतीय थांती कि षष्ठ थांती ताहले मो कहिया कथा शतकड़ा 1% भी ठीक होनी। कारण धनदाता जदि सुजोग पाइबे धन देवे ताले कौन करिवा 1% तो हेनी किंतु अभाव रही। आज धन प्रबल मिलिबो मु कहली देखिली आपण जातक द्वितीयाधिपति अष्टम कि तृतीय कि षष्ठ अच्छा। तेणु आज अभाव रही क्या पाखे हाथ पतिया पड़ोनी केमती केमती आसीज हैंड टू माउथ हो असुविधा हेनी। यदि शुभयोग थी तो बढ़िया। हाँ बंधु ये शुणा मेष कथा। शुक्रवार 31 तारीख मेष राशि द्विजा नक्षत्र संध्या 6:50 अशुभ समय आरंभ हो। संध्या 6:50 अशुभ समय आरंभ हो। राति कथा द्विजा नक्षत्र तेणु टिके हुशियार रहा। समस्त मेष राशि लोके प्रायतः सकाल 7टा जाए कर्म चंचल रहे। समस्त मेष राशि लोके आज निश्चय बेलाबेली उठिबे आउ सकाल 7टा जाए कर्म चंचल रहे। तापरे 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 खाली शुभ संवाद मिलिबो। संवाद कौन टिके पूर्व कहला धन कथा जे धन कौठु आसीबो कौठी चाकरी बाहरला कौठी पलाय छतु हेची कौठु मिठा आसिला का घर भारा आसिला कार पुअटी हेची इत्यादि इत्यादि। समस्त मेष राशि लोके प्रायतः सकाल 7टा जाए कर्मचंचल रहिबे। तापरे परे शुभ संवाद शुभ संवाद दिन सारा शुणी खुशी हेबे। क्यों दिगरे व्यय करी हो नहीं क्यों दिगरे आज व्ययर प्रश्न नहीं से दिगरु लाभ यथेष्ट बेसी हेबो। जदि पैसा खर्च करिवे 2 टंका पाइबे 20 टंका
ଯେଉଁ ଦିଗରେ ବ୍ୟୟ କରିବେ ସେ ଦିଗରୁ ଲାଭ ଯଥେଷ୍ଟ ବେଶୀ ହେବ। ଆୟ ଆୟ ଆୟ। ଧନ ସମସ୍ୟା ରହିବନି, ଧନ କଷ୍ଟ ଦୂର ହେବ। ବ୍ୟବସାୟୀମାନଙ୍କ ପାଇଁ ଆଜି ବେପାର ବାଣିଜ୍ୟ ବଢ଼ିଯିବ। ସେବା ବୃତ୍ତି ଚାକିରି ବେଉସା ଓ ମଜୁରୀରୁ ଯଥେଷ୍ଟ ଲାଭ ହେବ। ସୂର୍ଯ୍ୟୋଦୟ ପୂର୍ବରୁ ପୁଣି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ମେଷ ରାଶିଙ୍କ ପାଇଁ କର୍ମ ମୁଖର ଦିନ, ଶୁଭ ସମ୍ବାଦ ପାଇବାର ଦିନ ଓ ଲାଭ ଆୟ ବୃଦ୍ଧିର ଦିନ। ସେମାନଙ୍କୁ ଆଜି ଆଳସ୍ୟ ଗ୍ରାସ କରିବ ନାହିଁ। ସେମାନେ ଆଜି ସୁସ୍ଥ ସବଳ ଶାନ୍ତ କାନ୍ତ ରହିବେ। ହଁ ବନ୍ଧୁ, ବୃଷ ରାଶି କଥା ଆଲୋଚନା କରିବା। ଶୁକ୍ରବାର 31 ତାରିଖ, ବୃଷ ରାଶି ରୋହିଣୀ ନକ୍ଷତ୍ରର ସନ୍ଧ୍ୟା 6:50ରୁ ଅଶୁଭ ସମୟ ଆସିବ। ବୃଷ ରାଶି ରୋହିଣୀ ନକ୍ଷତ୍ର 6:50 ପରେ ରାତି କଥା, ତେଣୁ ଟିକେ ହୁସିଆର ରହିବା। ଶୁକ୍ରବାର 31 ତାରିଖ, ବୃଷ ରାଶି ରୋହିଣୀ ନକ୍ଷତ୍ରର ସନ୍ଧ୍ୟା 6:50ରୁ ଅଶୁଭ ସମୟ ଆରମ୍ଭ ହେବ। ସମସ୍ତ ବୃଷ ରାଶିଆଙ୍କ ପାଇଁ ସକାଳ 7ଟା ଯାଏ ଏକ ପ୍ରକାର ମାନ୍ଦା ସମୟ, ମନ୍ଦ ସମୟ। ଏହା ଜାଣି ଅନ୍ତତଃ ସକାଳ 7ଟା ଯାଏ ତୁନି ପଡ଼ିଯାଆନ୍ତୁ, ଭଲ। ମୁଁ କହିଦେଲି ଆପଣମାନଙ୍କୁ ସକାଳ 7 ଯାଏ ଟିକେ ମାନ୍ଦା ସମୟ, ମନ୍ଦ ସମୟ। ତେଣୁ ସେ 7ଟା ପର୍ଯ୍ୟନ୍ତ ଟିକେ ଚୁପଚାପ ରହନ୍ତୁ। ଯାହା କରୁଛନ୍ତି କରନ୍ତୁ, କିନ୍ତୁ ଚୁପଚାପ। ତା ପରଠୁ ଆଉ ସମସ୍ୟା କିଛି ନାହିଁ। ତା ପରଠାରୁ କର୍ମମୟ ଜୀବନ ଆରମ୍ଭ ହେବ। ସମସ୍ତ ବୃତ୍ତିଧାରୀ କର୍ମ ହିଁ ଭଗବାନ, ଏହା ଭାବି ହସି ହସି କର୍ମ କରି ଯଥେଷ୍ଟ ସୁଖ ପାଇବେ। ମେଷ ପରି ବୃଷର ଦେହ ମୁଣ୍ଡ ସୁସ୍ଥ ରହିବ। କର୍ମ କ୍ଷେତ୍ରରେ ଯଶ ପ୍ରଶଂସା ଆଦର ଧନ ସମ୍ମାନ ଆଦି ମିଳିବ। ଆଉ ସବୁ କର୍ମ ଯଦି ସତ୍, ଆମେ ଯେଉଁ କର୍ମ କରୁଛେ ସେ ସତ୍, ତାହେଲେ ଫଳ ବି ସତ୍, ଲାଭ ବି ସତ୍, ଧନ ବି ସତ୍, ସୁଖ ବି ସତ୍। ଯଦି କର୍ମ ଅସତ୍, ତାହେଲେ ସବୁ ଅସତ୍। ଗୋଟିଏ କଥା, ଈର୍ଷା ହିଂସା ଲୋଭ, ଈର୍ଷା ହିଂସା ଲୋଭ, ଏଇ ତିନିଟା ପରା ଆମର ଶତ୍ରୁ। ଆମେ ଜାଣିକି ଯଦି ଇଏ ଭୁଲ କରିବା, ତାହେଲେ ଆମେ ପାଉଥିବା ଧନ କ'ଣ ଭଲ ଦିଗରେ ଲାଗିବ? ନାହିଁ 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 ନାହିଁ। ମିଥୁନ ରାଶି କଥା ଆଲୋଚନା କରିବା। ଶୁକ୍ରବାର 31 ତାରିଖ, ମିଥୁନ ରାଶିର ଆର୍ଦ୍ରା ନକ୍ଷତ୍ରର ସନ୍ଧ୍ୟା 6:50ରୁ ଦୁଃଖ ସମୟ ଆରମ୍ଭ ହେବ। ଭଲ କଥା ନୁହଁ, ଅଶୁଭ ଦିନ। ଶୁକ୍ରବାର 31 ତାରିଖ, ମିଥୁନ ରାଶିର ଆର୍ଦ୍ରା ନକ୍ଷତ୍ରର ସନ୍ଧ୍ୟା 6:50ରୁ ଦୁଃଖ ସମୟ ଆରମ୍ଭ ହେବ। ସମସ୍ତ ମିଥୁନ ପାଇଁ ଆଜି ଧନ ଆୟ ହେବ, ମାତ୍ର ଅଶୁଭ ଦିନ। ଶାନ୍ତି ସୁଖରେ ବାଧା ସୃଷ୍ଟି ହେବ। କଥାକେ ଅପମାନ ଯୋଗ ଅଛି। ଏଣୁ ସବୁ ଶୁଣି ଜାଣି ତୁନି ପଡ଼ିଲେ ଭଲ। ମିଥୁନ ରାଶି ପାଇଁ ଆଦୌ ଭଲ ଦିନ ନୁହଁ। ଆମେ ପାଟି ଖୋଲିଲେ ଝଗଡ଼ା ହେବ। ଦ୍ୱିପଦ ପରାମର୍ଶ ଦେଲେ ମାନେ ସେ ପରାମର୍ଶ ବୁମେରାଙ୍ଗ ହେବ, ଆମ ପ୍ରତି କ୍ଷତିକାରକ ହେବ। ଆଲୋ ସଖୀ, ଆପଣା ମହତ ଆପେ ରଖି ଏଇ ନ୍ୟାୟରେ ଆମେ ଆଜି ଟିକେ ଚୁପ୍ ରହିବା। ମିଥୁନ ରାଶି ଚୁପ୍ ରହିବା। କର୍କଟ ରାଶି, ଶୁକ୍ରବାର 31 ତାରିଖ, କର୍କଟ ରାଶି ନକ୍ଷତ୍ର ଅଶ୍ଳେଷା କର୍କଟର 6:30 ପରଠୁ ଅଶୁଭ ସମୟ ଆରମ୍ଭ ହେବ। ରାତି କଥା ହୁସିଆର। ଶୁକ୍ରବାର 31 ତାରିଖ, କର୍କଟ ରାଶି ଅଶ୍ଳେଷା ନକ୍ଷତ୍ର ପାଇଁ ସନ୍ଧ୍ୟା 6:50ରୁ ଅଶୁଭ ସମୟ ଆରମ୍ଭ ହେବ। ରାତି କଥା, ଏଣୁ ସାବଧାନ।
ଦେହ ଅଧିକ ଖରାପ ହୋଇପାରେ। ଏ ତ ବଡ଼ ସମସ୍ୟାପୂର୍ଣ୍ଣ କଥା। ରାତିରେ ଦେହ ଖରାପ ହେଲେ ତ ନାହିଁ, ଯାଇ ହେବନି, ରହିହେବନି। ତେଣୁ ସାବଧାନ, ଦେହ ଖରାପ ହୋଇପାରେ। କାରଣ କର୍କଟ ପାଇଁ ଆଜି ଅସୁସ୍ଥତା ଯୋଗ ଅଛି। ଅସୁସ୍ଥ 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 କଳହ ବି ହୋଇପାରେ। ବୃଥା ବ୍ୟୟ ହେବ। ପୁରୁଣା ରୋଗ ଓ ପୁରୁଣା ରୋଗୀ ବେଶୀ କଷ୍ଟ ପାଇବେ। ଏଣୁ ସାବଧାନ, ପୁରୁଣା ରୋଗ ଓ ପୁରୁଣା ରୋଗୀ ବେଶୀ କଷ୍ଟ ପାଇବେ। ଶୁକ୍ରବାର 31 ତାରିଖ ସିଂହ ରାଶି କଥା ଆଲୋଚନା କରିବା। ଶୁକ୍ରବାର 31 ତାରିଖ ସିଂହ ରାଶି ପୂର୍ବ ଫାଲ୍ଗୁନ ନକ୍ଷତ୍ର ପାଇଁ ସନ୍ଧ୍ୟା 6ଟା 50ରୁ ଅଶୁଭ ସମୟ ଆସିଯିବ। ଯେତେ ଅଶୁଭ ଆଶା କରୁଛନ୍ତି ସେତେ ଅଶୁଭ ନୁହେଁ। ସିଂହ ରାଶି ପୂର୍ବ ଫାଲ୍ଗୁନ ନକ୍ଷତ୍ର ପାଇଁ ଅଶୁଭ ସମୟ ଆସିବ, କିନ୍ତୁ ସେ ଅଶୁଭ ସେତେ ହାନିକାରକ ନୁହେଁ। ଆଜି ସିଂହ ପାଇଁ ମହାଲକ୍ଷ୍ମୀଙ୍କର ଅନୁକମ୍ପା ଅଛି। ଟଙ୍କା ଅବଶ୍ୟ ମିଳିବ। ଆୟ ଅଧିକରୁ ଅଧିକ ହେବ। ଦେହ ଓ ମୁଣ୍ଡ ସୁସ୍ଥ ରହିବ। ଆଜି ଶୁଭ ଦିନ, ସିଂହ ପାଇଁ ଆଜି ଶୁଭ ଦିନ। ଶୁକ୍ରବାର 31 ତାରିଖ କନ୍ୟା ରାଶି ହସ୍ତା ନକ୍ଷତ୍ର ଲାଗି ସନ୍ଧ୍ୟା 6ଟା 50ରୁ ଅଶୁଭ ସମୟ ଆସିବ। ଆଜି ଯେଣୁ କନ୍ୟା ପାଇଁ ଲାଭପ୍ରଦ ଦିନ, ତେଣୁ କୌଣସି ନୂଆ ଯୋଜନା କରନ୍ତୁ, ଲାଭରେ ରହିବେ। ଆଜି ନୂଆ ବନ୍ଧୁ, ସୁଖାଦ୍ୟ, ଭଲ ନିଦ, ଯଥେଷ୍ଟ ଆୟ, ମଧୁମୟ ସମ୍ପର୍କ ଲାଭ କରି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବେ। ଖୁସିରେ ଆନନ୍ଦରେ ଶାନ୍ତିରେ ଆଜି ଦିନଟି ଯିବ। ଶୁକ୍ରବାର 31 ତାରିଖ କନ୍ୟା ରାଶି। ଶୁକ୍ରବାର 31 ତାରିଖ ତୁଳା ରାଶି ସ୍ୱାତି ନକ୍ଷତ୍ର ପାଇଁ ସନ୍ଧ୍ୟା 6ଟା 50ରୁ ଅଶୁଭ ସମୟ ଆରମ୍ଭ ହେବ। ଆଜି ସୁଖ ସମ୍ଭାର ନେଇ ସମୟ ଆସୁଛି। ପ୍ରତି ତୁଳା ରାଶିର ବ୍ୟକ୍ତିକୁ ତାର ମନ ଲାଖି ଲୌକିକ, ପାରିବାରିକ ଓ ସାମାଜିକ ସମସ୍ତ ସୁଖ ମିଳିବ। ଖାଦ୍ୟ ପେୟ ନିଦ୍ରା ରୁଚି ମୁତାବକ ହେବ। ଆୟ ଲାଭ, ବାଣିଜ୍ୟ ବୃତ୍ତି, ସେବା ସବୁ ଠିକ୍ଠାକ୍ ଚାଲିବ। ମାନେ ଆଜି ତୁଳା ରାଶିର ଏକ ଭଲ ଦିନ। ଶୁକ୍ରବାର 31 ତାରିଖ ବିଛା ପାଇଁ ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ସମୟ ଆସୁଛି 6ଟା 30ରୁ। ରାତି କଥା ବଡ଼ ଖରାପ ବିଷମ ସମସ୍ୟା ସୃଷ୍ଟି ହେବ। ଦେହ ଅତି ଅସୁସ୍ଥ ହେବ। ଆଉ ଆଜି ସମସ୍ତ ବିଛା ପାଇଁ ଏକ ଅଶୁଭ ଦିନ। ବିଭିନ୍ନ ଅଙ୍ଗରେ ନାନାବିଧ ରୋଗ ସୃଷ୍ଟି ହୋଇ ଯନ୍ତ୍ରଣା ଦେବ, ପୀଡ଼ିବ। ପୁରୁଣା ରୋଗ ପାଇଁ ଓ ପୁରୁଣା ରୋଗୀ ପାଇଁ ସମସ୍ୟା ବହୁଳ ଦିନ। ବିଛା ପାଇଁ ଆଜି ଭଲ ଦିନ ନୁହଁ। ତେଣୁ ଯେଉଁ ନକ୍ଷତ୍ର କଥା କହିଲି ଯେ ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ର, ରାତି ପାଇଁ ରୋଗ ଯଦି ବଢ଼ିଯାଏ ସମସ୍ୟା ହେବ। ଧନୁ କଥା ବୁଣିବା। ଶୁକ୍ରବାର 31 ତାରିଖ ଧନୁ ରାଶିର ପୂର୍ବ ଷାଢ଼ା ନକ୍ଷତ୍ର ପାଇଁ ଅଶୁଭ ସମୟ ଆରମ୍ଭ ହେବ 6ଟା 30ରୁ, ସନ୍ଧ୍ୟା 6ଟା 30ରୁ। ଧନୁ ପାଇଁ ଆଜି ଶୁଭ ଦିନ। ଧନାଗମ ହେବ। ବନ୍ଧୁ ମିତ୍ର ସାଙ୍ଗ ସାଥୀ ଆନନ୍ଦ ଦେବେ। ଭାଇ ଭଉଣୀଙ୍କ ସହ ସମ୍ମିଳନ ହେବ। ଆଉ ଭାଇ ଭଉଣୀ ସମ୍ପର୍କ ପର ଭଳି ଲାଗିବ। ଦାମ୍ପତ୍ୟ ଓ ପାରିବାରିକ ସମସ୍ୟାର ସମାଧାନ ହେବ। ଦେହ ଭଲ ରହିବ। ଆଉ ସମସ୍ୟା କିଛି ନାହିଁ ଧନୁରାଶି ପାଇଁ। ଶୁକ୍ରବାର 31 ତାରିଖ ମକର ରାଶି ଶ୍ରବଣା ନକ୍ଷତ୍ର ପାଇଁ ସନ୍ଧ୍ୟା 6ଟା 30ରୁ ଅଶୁଭ ସମୟ ଆରମ୍ଭ ହେବ। ଆଜି ମକର ପାଇଁ ଶୁଭ ଦିନ ନୁହେଁ। ମନ ଘାଣ୍ଟି ହେବ। ମନ ଡହଳ ବିକଳ ହେବ। ଦେହ ଅସୁସ୍ଥ ହେବ। ଆସିବାକୁ ଥିବା ଧନ ତ ନିଶ୍ଚୟ ଆସିବ, ମାତ୍ର ମନ ଅସ୍ଥିର ହେତୁ ଶାନ୍ତି ସୁଖ ମିଳିବନି। ଏକାନ୍ତକୁ ଯାଇ
ଖୋଲା ହସ ହସନ୍ତୁ ମଙ୍ଗଳ ହେବ। ମାନେ ମକର ରାଶିର ମନକୁ ହାଲକା କରିବାର ଅଛି। କୌଣସି ଜାଗାରେ ଏକାନ୍ତରେ ସେ ଟିକେ ରହନ୍ତୁ ଓ ମନ ଖୋଲା ହସ ହସନ୍ତୁ, ସବୁ ସମସ୍ୟାର ସମାଧାନ ହେଇଯିବ। ଶୁକ୍ରବାର 31 ତାରିଖ କୁମ୍ଭ ରାଶି, ପୂର୍ବଭାଦ୍ର ନକ୍ଷତ୍ରର ଶୁଭ ସମୟ ଆରମ୍ଭ ହେବ। ସକାଳୁ ସକାଳୁ ଧନିଷ୍ଠା ନକ୍ଷତ୍ରର ସବୁ ଶୁଭ ହେବ। 7ଟା ଠାରୁ ଶତଭିଷା ନକ୍ଷତ୍ରର ଅତ୍ୟନ୍ତ ସୁଖ ସମୟ ଆସିବ। ସମସ୍ତ କୁମ୍ଭ ରାଶି ପାଇଁ ଦେହ ସୁସ୍ଥ ରହିବ, ଧନ ମାନ ଠିକ୍ଠାକ୍ ହେବ। କୁମ୍ଭ ରାଶି ବଢ଼ିଆ। ଶୁକ୍ରବାର 31 ତାରିଖ ମୀନ ରାଶି, ରେବତୀ ନକ୍ଷତ୍ରର ସନ୍ଧ୍ୟା 6ଟା 30ରୁ ଅଶୁଭ ସମୟ ଆରମ୍ଭ ହେବ। ରାତି କଥା, ଏଣୁ ସତର୍କ ରହିବା ବିଧେୟ। ମୀନ ରାଶି ପାଇଁ ଆଜି ଆଦୌ ଶୁଭ ଦିନ ନୁହେଁ। ନାନାବିଧ ଶାରୀରିକ ସମସ୍ୟା ଆସି ଦେହକୁ ଯନ୍ତ୍ରିତ କରିବ। ବ୍ୟୟ ବଢ଼ିଯିବ। ଧାର ଉଧାର ମଧ୍ୟ ହେଇପାରେ। ଯଦି ତୁମେ କାହାକୁ ଧାର ଦେବ ସେ ପଇସା ଆଉ ଫେରିବନି। ଖାଦ୍ୟ ପେୟ ରୁଚିକର ହେବନି। ଏଣୁ ସୂର୍ଯ୍ୟଙ୍କୁ ସ୍ମରଣ କରି ବାରମ୍ବାର କହନ୍ତୁ ହ୍ରୀଂ ଗଣେଶଜ୍ୟାୟ ନମଃ, ହ୍ରୀଂ ଗଣେଶଜ୍ୟାୟ ନମଃ, ହ୍ରୀଂ ଗଣେଶଜ୍ୟାୟ ନମଃ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ଆସନ୍ତାକାଲି ଆପଣଙ୍କ ସହିତ ଏ ସମୟରେ ଦୈନିକ ରାଶିଫଳକୁ ନେଇ ମୁଁ ଆଲୋଚନା କରିବି। ରହିଲି, ନମସ୍କାର।